ପିଲାଙ୍କ ନାମ ଲେଖା ସମ୍ପର୍କରେ କିଛି କଥା ବୁଝିବା ପାଇଁ ଆମେ ଆଜି ବାହାରି ଯାଇଥିଲୁ ଡିଏଭି ପବ୍ଲିକ୍ ସ୍କୁଲକୁ। ସ୍କୁଲରୁ ବାହାରି ଆସିଲା ପରେ ମନେ ପଡ଼ିଲା ମୋର କେତେଟା ଜିନିଷ କିଣିବାକୁ ଥିଲା। ତେଣୁ ସମ୍ମୁଖରେ ଥିବା ଦୋକାନଟିକୁ ଆମେ ଗଲୁ। ଆମ ବେଳେ ଦୋକାନ କାରବାର ଏମିତି ନଥିଲା। ଆମକୁ ଦୋକାନୀ ଜିନିଷ ଦେଖାଉଥିଲେ ଆଉ ଆମେ କିଣି ଆଣୁଥିଲୁ। ଏବେ ନିଜେ ବୁଲି ବୁଲି ଜିନିଷ ସବୁ କିଣିବାକୁ ପଡ଼ୁଛି। ମୁଁ ଏପରି କିଣାକିଣିରେ ଅଭ୍ୟସ୍ତ ନଥିଲି। ସେଥିପାଇଁ ସାଙ୍ଗରେ ଥିବା ଲିପିକୁ କହିଲି, ଦେଖିଲୁ ମା, ମୋର କେତେଟା ଜିନିଷ ନେଇ ଆସିଲୁ। ସେ ମୋ ପାଇଁ କେତେଟା ଜିନିଷ ନେଇ ଆସିଲା। ମୁଁ କ'ଣ କ'ଣ କିଣୁଛି ଦେଖନ୍ତୁ। ଗୋଟିଏ ମହୁ, ଗୋଟିଏ ଅଁଳା, ଆଉ ଗୋଟେ କ'ଣ କିଣିଲି ଛୁଆଙ୍କ ମୁତାବକ। ମହୁ ଆଉ ଅଁଳା ନିଜ ପାଇଁ କିଣି ଆଣିଲି। ଏଥର ମୁଁ ଅଁଳାରେ କିଛି ବି ବନେଇକି ଆପଣମାନଙ୍କୁ ଦେଇପାରିଲିନି ବା ନିଜ ପାଇଁ ବି ରଖିପାରିଲିନି। କିନ୍ତୁ ଖରାଦିନ ଆସୁଥିବାରୁ ମୁଁ ସବୁବେଳେ ଗୋଟିଏ ଅଁଳା ପାଖରେ ରଖିଥାଏ। ଆଉ ସେକୁ ପାଟିରେ ପକାଏ ଆଉ ପାଣି ପିଏ। ଆଉ ଗୋଟିଏ ମହୁ ତ ରଖେ ସବୁବେଳେ। ମୋ ମହୁ ସରିଯାଇଥିବାରୁ ପୁଣି ମହୁଟିଏ ବି କିଣି ଆଣିଲି। ପ୍ରତିଦିନ ସକାଳୁ ଟିକେ ମହୁ ଆଉ ଲେମ୍ବୁ ପିଇଲେ ଦିନସାରା ଶରୀରରେ ଆର୍ଦ୍ରତା ରହେ। ତେଣୁ ପ୍ରତ୍ୟହ ମୁଁ ସେ କାମଟି ବି କରିଥାଏ। ଭାବିଲି ଖରାଦିନ ପାଇଁ ମୁଁ ଯେଉଁ ଦୁଇଟା କାର୍ଯ୍ୟ ଆରମ୍ଭ କରିଛି ଆପଣମାନଙ୍କୁ କାହିଁକି ନ କହିବି। ଏ ବର୍ଷ ବର୍ଷା ଅଧିକ ହୋଇଥିଲା, ଶୀତ ବି ଅଧିକା ହୋଇଗଲାଣି। ତେଣୁ ଖରା ଅଧିକା ହେବାର ଯଥେଷ୍ଟ ସମ୍ଭାବନା ଅଛି। ଖରା ଆସିବା ପୂର୍ବରୁ ହିଁ ଆମେମାନେ କିଛି ସତର୍କତା ଅବଲମ୍ବନ କଲେ ସୁରୁଖୁରୁରେ ଖରା ଦିନଟିକୁ କାଟିଦେବା। କେବଳ ଏଇଥିପାଇଁ ହିଁ ମୁଁ ମୋର ମହୁ ଆଉ ଅଁଳା କିଣିବା ଆପଣମାନଙ୍କୁ ଦେଖେଇଲି। ଆପଣମାନେ ଯଦି ଉଚିତ ମନେ କରିବେ ଏଇ ଦୁଇଟି କାମକୁ ଆପଣାନ୍ତୁ। କଞ୍ଚା ଅଁଳା ଖାଇବା ସବୁଠାରୁ ଭଲ। କିନ୍ତୁ ଯଦି ତାହା ସମ୍ଭବ ହେଉନାହିଁ, ଯେଉଁଟାକୁ ଆମର ଅଁଳା କାଣ୍ଡି ବୋଲି କହୁଛନ୍ତି ବା ଅଁଳାରୁ ପ୍ରସ୍ତୁତ ଯେକୌଣସି ଜିନିଷ କିଣି ବ୍ୟବହାର କଲେ ନିଶ୍ଚୟ ସ୍ୱାସ୍ଥ୍ୟପ୍ରଦ ହେବ। ଆଜି ମୁଁ ଢେଙ୍କାନାଳ ଯାଉଛି। ଗତକାଲି ପିଲାଙ୍କୁ ନେଇ ଆମେ ସବୁ ଅପେରା ଦେଖି ଯାଇଥିଲୁ। ଆପଣମାନଙ୍କୁ କାହାକୁ ଅପେରା ଭଲ ଲାଗେ ଜଣାଇବେ। ମୁଁ ଅପେରା ଭିଡ଼ିଓ କେବେ ଅପଲୋଡ଼ କରିବି କେଜାଣି, ଯାଉଛି ଭାରି, ସେଥିପାଇଁ ଜଣାଇଦେଲି। ଭିଡ଼ିଓ ନ ପଡ଼ିଲେ କିଛି ବ୍ୟସ୍ତ ହେବ ନାହିଁ। ମୁଁ ଠାକୁରଙ୍କ କାମରେ ଏଇ ଅଳ୍ପ ସମୟ ଭିତରେ ଢେଙ୍କାନାଳ ବାହାରିଯିବି। ସେଠି କ'ଣ ଆଉ ଭିଡ଼ିଓ କରିପାରିବି? କିନ୍ତୁ ଆମେ ଗୋଟେ ବଢ଼ିଆ ଅପେରା ଦେଖିଲୁ। ଆଉ ପିଲାମାନଙ୍କୁ ନେଇକି ମୁଁ ଯାଇଥିଲି। ମୁଁ ତ ଅପେରା ବହୁତ ଭଲ ପାଏ। ଆପଣମାନଙ୍କୁ କାହାକୁ କାହାକୁ ଅପେରା ଭଲ ଲାଗେ ନିଶ୍ଚୟ କମେଣ୍ଟ ଦେଇ ଜଣାଇବେ। ମୁଁ ଭଲରେ ସେଠୁ ଫେରି ଆସିଲେ ପୁଣି ଆପଣମାନଙ୍କ ସହିତ ନିୟମିତ ଯୋଗାଯୋଗ ରଖିବି। ଆଉ ଏ ରବିବାର ବି ଲାଇଭ୍ କାର୍ଯ୍ୟକ୍ରମ ହୋଇପାରିବ ନାହିଁ। ମୁଁ ଭାବୁଛି ରବିବାର ପୂର୍ବରୁ ଏଇଟା ବୋଧେ ମୋର ଶେଷ ଭିଡ଼ିଓ। ସେଇଥିପାଇଁ ଆପଣମାନଙ୍କୁ ସବୁ କଥା ଜଣାଇଦେଲି। ରହୁଛି।